ମୃତ୍ୟୁ ଏହା କଣ ଜୀବନର ଏକ ପୂର୍ଣ୍ଣଚ୍ଛେଦ, ନା ଏକ ନୂଆ ଅଧ୍ୟାୟର ଆରମ୍ଭ? ଆଜିର ଚିକିତ୍ସା ବିଜ୍ଞାନ କହୁଛି, ଯେତେବେଳେ ଶରୀର ଅଚଳ, ସେତେବେଳେ ମୃତ୍ୟୁ ହିଁ ଶ୍ରେଷ୍ଠ ଉପଚାର। କିନ୍ତୁ ଆମର ଆଧ୍ୟାତ୍ମିକ ବିଜ୍ଞାନ କଣ କହୁଛି? ମଣିଷ କଣ କେବଳ ହାଡ଼ ମାଂସର ଏକ ଶରୀର, ନା ଏହା ଭିତରେ ରହିଛି ଏକ ଅଦୃଶ୍ୟ ଶକ୍ତି, ଯାହାକୁ ବିଜ୍ଞାନ କହୁଛି ଫ୍ୟାକ୍ଟର ଏକ୍ସ? ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କର ଏକ ଚମତ୍କାର ପ୍ରବନ୍ଧ ସ୍ୱଧର୍ମ ବିରୋଧୀ ଭୂମିକାରୁ ନିବୃତ୍ତ ରହୁ ଚିକିତ୍ସା ବିଜ୍ଞାନ। ଆସନ୍ତୁ ଜାଣିବା ଇଚ୍ଛା ମୃତ୍ୟୁ ବା ଉପରେ କଣ ରହିଛି ଆଧ୍ୟାତ୍ମିକ ଦୃଷ୍ଟିକୋଣ। ମେଡିକାଲ ସାଇନ୍ସ କେଉଁଠି ଭୁଲ କରୁଛି? ଆସନ୍ତୁ ଆରମ୍ଭ କରିବା ଆଜିର ଏହି ବିଶେଷ ଭିଡିଓ। ନମସ୍କାର, ମୁଁ ଶାନ୍ତନୁ ତ୍ରିପାଠୀ ଆପଣଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲ ମାଇଥୋଲେଟ୍ ଶରଣକୁ। ଆଜି ଆମେ ଶୁଣିବା ମନୋଜ ଦାସଙ୍କ ଦ୍ୱାରା ଲିଖିତ ଚିକିତ୍ସା ବିଜ୍ଞାନ ବିଷୟରେ କିଛି ବିଚିତ୍ର ଉପଲବ୍ଧି। ତେବେ ଚାଲନ୍ତୁ ଆରମ୍ଭ କରିବା। ମାର୍ଚ୍ଚ 2018 ପ୍ରଥମାର୍ଦ୍ଧରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ତାହା ଫଳରେ ଯଦି କୌଣସି ରୋଗୀ ନିରାମୟ ହେବାର ସମ୍ଭାବନା ସର୍ବାଦୌ ନଥିବ ବୋଲି ଚିକିତ୍ସକମାନେ ବିଚାରିବେ, ଅଥଚ ସେ ରୋଗୀ କଷ୍ଟ ଭୋଗୁଥିବ କିମ୍ବା ତାର ଅଙ୍ଗ ପ୍ରତ୍ୟଙ୍ଗରେ ପ୍ରାଣ ସ୍ପନ୍ଦନ ନଥିବା ସତ୍ତ୍ୱେ ସେ ନାମକୁ ମାତ୍ର ଜୀଇ ରହିଥିବ, ତେବେ ପୃଥିବୀରୁ ବିଦାୟ ନେବା ନିମନ୍ତେ ସେ ଇଚ୍ଛା କଲେ ଚିକିତ୍ସକମାନେ ତାକୁ ସେ ଦିଗରେ ସାହାଯ୍ୟ କରିବେ। ଅର୍ଥାତ୍ ତାର ହୃଦ୍ ସ୍ପନ୍ଦନ ବଜାୟ ରଖୁଥିବା ଯାନ୍ତ୍ରିକ ଉପକରଣମାନ ପ୍ରତ୍ୟାହାର କରି ନିଆଯିବ। ସେ ମୃତ୍ୟୁ ଲଭିବା ନିମନ୍ତେ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇପାରେ। ମୋଟାମୋଟି ଭାବରେ ଜନସାଧାରଣ ନ୍ୟାୟାଳୟର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଯେକୌଣସି ସାଧାରଣ ଜ୍ଞାନ ସମ୍ପନ୍ନ ହେତୁବାଦୀ ମଣିଷ ଏଥିରେ ଖୁସି ହେବ। ଅନିର୍ଦ୍ଦିଷ୍ଟ କାଳ ସକାଶେ ରୋଗୀଟିଏ କଷ୍ଟ ପାଉଥିବ, ସେଥିରେ ତା ଆତ୍ମୀୟ ସ୍ୱଜନ ବା ପ୍ରିୟ ପରିଜନଙ୍କ କଷ୍ଟ ମଧ୍ୟ ଅନିବାର୍ଯ୍ୟ। ଉଭୟଙ୍କର କଷ୍ଟ ସମାପିତ ହେବ ଏହିଭଳି ଇଚ୍ଛା ମୃତ୍ୟୁ ଦ୍ୱାରା। ଅବଶ୍ୟ କେତେକ ରକ୍ଷଣଶୀଳ ଧର୍ମବାଦୀ ଏ ସିଦ୍ଧାନ୍ତ ଭୁଲ ବୋଲି କହିଛନ୍ତି। ଆଉ କେତେକେ ଏ ସିଦ୍ଧାନ୍ତ କାର୍ଯ୍ୟକାରୀ କରିବା ପୂର୍ବରୁ ରୋଗୀର ପରିବାର ତଥା ଡାକ୍ତରମାନେ ଯେତେ ବିଧିବିଧାନ ପାଳନ କରିବାକୁ ବାଧ୍ୟ ବୋଲି ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି, ସେ ସବୁ ବିଧିବିଧାନ ଫାଙ୍କି ଦେଇ ରୋଗୀର ଆଶୁ ମୃତ୍ୟୁ ଘଟାଇବା ଭଳି ସ୍ୱାର୍ଥାନ୍ଧ ଜ୍ଞାତି କୁଟୁମ୍ବ ଥିବା ଅସମ୍ଭବ ନୁହେଁ ବୋଲି ଦର୍ଶାଇଛନ୍ତି। କିନ୍ତୁ ଯେଉଁ ହେତୁରୁ ଏ ସିଦ୍ଧାନ୍ତର ପୁନର୍ବିଚାର ହେବା ଆବଶ୍ୟକ, ତାହା ମାମୁଲି ହେତୁବୋଧଠାରୁ ଊର୍ଦ୍ଧ୍ୱସ୍ଥ ଏକ ଭିନ୍ନ ସ୍ତରର ହେତୁବୋଧ। 1978 ମସିହାରେ ପ୍ରଥମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ମଣିଷର ସୁସ୍ଥତାର ସଂଜ୍ଞା ପ୍ରସାରିତ କରିବା ପ୍ରସ୍ତାବ ବିଚାରକୁ ନେଲେ। ସେ ଯାଏ ଜଣଙ୍କର ଦୈହିକ, ପ୍ରାଣିକ, ମାନସିକ ଓ ପାରିପାର୍ଶ୍ୱିକ ସଂହତିରେ ସ୍ୱାଭାବିକତାକୁ ସୁସ୍ଥତା ବୋଲି ଗ୍ରହଣ କରାଯାଉଥିଲା ଏବଂ ଏଥିରୁ କୌଣସିଥିରେ ବିକଳତା ସେ ସୁସ୍ଥତାକୁ ବିପନ୍ନ କରିପାରେ ବୋଲି ଧରାଯାଉଥିଲା। ନୂତନ ଧାରଣା ଅନୁସାରେ ମଣିଷର ବ୍ୟକ୍ତିତ୍ୱରେ ଏକ ଅପ୍ରକଟ ଚେତନା ରହିଛି ଏବଂ ଜଣଙ୍କର ସୁସ୍ଥତା ବା ଅସୁସ୍ଥତା ଉପରେ ସେ ଚେତନାର ପ୍ରଭାବ ରହିଛି। ଏହା ଏକ ତଥ୍ୟ ଭାବରେ ବିଚାର୍ଯ୍ୟ ବୋଲି ସ୍ୱୀକୃତି ପାଇଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ୍ରମେ ବେଙ୍ଗାଲୁରୁରେ ଅବସ୍ଥିତ ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ପ୍ରତିଷ୍ଠାନ ବା ନିମ୍ହାନ୍ସ ଠାରେ ଏକ ବିଶେଷ ଆଲୋଚନା ଚକ୍ର ଅନୁଷ୍ଠିତ ହେଲା। ସେଥିରେ ଅଂଶଗ୍ରହଣକାରୀମାନେ ହେଲେ ଦେଶର ପ୍ରଖ୍ୟାତ ଚିକିତ୍ସକ, ମନୋବୈଜ୍ଞାନିକ, ସ୍ନାୟୁ ବିଶେଷଜ୍ଞ, ଆଇନ ବିଶାରଦ ଏବଂ 2-3 ଜଣ ଆଧ୍ୟାତ୍ମିକତାର ଛାତ୍ର। ଶେଷୋକ୍ତ ଶ୍ରେଣୀଭୁକ୍ତ ଭାବରେ ଲେଖକଙ୍କୁ ମଧ୍ୟ ସେଥିରେ ଭାଗ ନେବାକୁ ସୁଯୋଗ ଦିଆଯାଇଥିଲା। 3 ଦିନ ବ୍ୟାପୀ ଗୁରୁଗମ୍ଭୀର ଆଲୋଚନା ଅନ୍ତେ ସର୍ବସମ୍ମତିକ୍ରମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଜଣାଇ ଦିଆଗଲା ଯେ ମଣିଷର ବ୍ୟକ୍ତିତ୍ୱରେ ଦେହ, ମନ ଓ ପ୍ରାଣ ବ୍ୟତିରେକେ ତଥା ସେ 3 ଉପାଦାନ ଠାରୁ ମହତ୍ତର ଏକ ଉପାଦାନ ରହିଛି। ସ୍ଥୂଳ ସ୍ୱାସ୍ଥ୍ୟ ଉପରେ ମଧ୍ୟ ତାର ପ୍ରଭାବ ବିପୁଳ। ସେ ଚତୁର୍ଥ ଉପାଦାନ ଆତ୍ମା। କିନ୍ତୁ ହେତୁବାଦୀ ଭାଷାରେ ତାକୁ କୁହାଗଲା ସ୍ୱାସ୍ଥ୍ୟର ଚତୁର୍ଥ ଦିଗ ଗୁଣ ଏକ୍ସ, ଦ ଫୋର୍ଥ ଡାଇମେନସନ ଅଫ ହେଲ୍ଥ, ଫ୍ୟାକ୍ଟର ଏକ୍ସ। ଇତିମଧ୍ୟରେ ପାଶ୍ଚାତ୍ୟରେ ଏହା ଉପରେ କେତେ ଗବେଷଣା ହୋଇସାରିଲାଣି, କିନ୍ତୁ ଆମ ଭାରତୀୟମାନଙ୍କ ପାଇଁ ଏହା ଗୋଟିଏ ଅତି ପରିଚିତ ତତ୍ତ୍ୱ। ଆଧ୍ୟାତ୍ମିକ ଶିକ୍ଷକମାନେ ସରଳ ଭାବରେ ଏ ତତ୍ତ୍ୱ ଏମିତି ଶୈଳୀରେ ଉପସ୍ଥାପନା କରନ୍ତି, ଯେତେବେଳେ ମୁଁ କହେ ମୁଁ ଚାଲୁଛି, ସେତେବେଳେ ମୁଁ ମୋ ଦେହକୁ ବୁଝାଉଥାଏ।
ଯେତେବେଳେ କହେ ମୁଁ ଚିନ୍ତା କରୁଛି ସେତେବେଳେ ମୁଁ ମୋ ମନକୁ ବୁଝାଏ। ଯେତେବେଳେ କହେ ମୁଁ ଅନୁଭବ କରୁଛି ସେତେବେଳେ ମୁଁ ମୋ ଆବେଗ ସମ୍ବଳିତ ପ୍ରାଣକୁ ବୁଝାଇଥାଏ। କିନ୍ତୁ ଯେତେବେଳେ ମୁଁ କହିବି ମୋ ଦେହ, ମୋ ମନ, ମୋ ପ୍ରାଣ, ସେତେବେଳେ ସେ ମୁଁ ଜଣକ ନିଶ୍ଚୟ ଏ ତିନିରୁ ପୃଥକ ଏକ ଚତୁର୍ଥ ସତ୍ତା। ସେଇ ସତ୍ତା ହିଁ ମୋର ପ୍ରକୃତ ସତ୍ତା, ଯାହାକୁ ଭିତ୍ତି କରି ମୋ ପ୍ରାଣ ଓ ମନର ଅସଂଖ୍ୟ ପରସ୍ପର ବିରୋଧୀ ଶକ୍ତି ଏକତ୍ର ହୋଇ ରହିଛନ୍ତି। ନହେଲେ ମୋ ବ୍ୟକ୍ତି ସତ୍ତା ଏକ ଭାବରେ ତିଷ୍ଠି ପାରନ୍ତା ନାହିଁ। ଯେତେବେଳେ ସେ ସତ୍ତା ଆପଣଙ୍କୁ କଳେବରଟିଏ ଭିତରୁ ପ୍ରତ୍ୟାହାର କରି ନେବାକୁ ସିଦ୍ଧାନ୍ତ କରିବ, ସେତେବେଳେ ଜଣକର ମୃତ୍ୟୁ ହେବ। ସତ୍ତାର ସମସ୍ତ ଉପାଦାନ ପରସ୍ପର ବିଚ୍ଛିନ୍ନ ହୋଇ ନିଜ ନିଜ ଲୋକକୁ ଚାଲିଯିବେ। କିନ୍ତୁ ସେଇ ଆତ୍ମା ସହିତ ଆମର ସଚେତନ ସମ୍ପର୍କ କ୍ଷୀଣ। ତାର ସଂକଳ୍ପ ଆମେ ଜାଣୁନା। ଆମର ଶାରୀରିକ ଓ ମାନସିକ କ୍ଲେଶ ମାଧ୍ୟମରେ ଆମ ଆତ୍ମା ହିଁ କୌଣସି ଅଭିଜ୍ଞତା ସଞ୍ଚୟ କରୁଥାଇପାରେ। ଏହାର ଅର୍ଥ ସାମାନ୍ୟ ସ୍ପଷ୍ଟ ହେବ ଆମେ ଯଦି ସ୍ମରଣରେ ରଖିବା ଯେ ଜନ୍ମ ଜନ୍ମ ଧରି ଅବ୍ୟାହତ ଆମ ଜୀବନ ସ୍ରୋତର ଏକ ଆଭିମୁଖ୍ୟ ରହିଛି। ପ୍ରତି ଜନ୍ମରେ ଅର୍ଜିତ ସେହି ଅଭିଜ୍ଞତା ପ୍ରଗତିର ପାଥେୟ ଭାବରେ ସଞ୍ଚିତ ରହୁଛି ଆମ ଆତ୍ମାରେ। ଏହି ପରିପ୍ରେକ୍ଷୀରେ ଆତ୍ମାର ଯେଉଁ ଭୂମିକାକୁ ଆମେ ଚୈତ୍ୟ ସତ୍ତା ବୋଲି କହୁ, ଏ ସମ୍ପର୍କରେ ଶ୍ରୀ ଅରବିନ୍ଦଙ୍କର ଜନ୍ମ ଶତାବ୍ଦୀ ଗ୍ରନ୍ଥମାଳାର 23 ଖଣ୍ଡରେ ପୁନର୍ଜନ୍ମ ବିଭାଗରେ ତାଙ୍କ ପତ୍ର ଦ୍ରଷ୍ଟବ୍ୟ। ଚିକିତ୍ସା ବିଜ୍ଞାନର ଧର୍ମ ଜୀବନୀବାଦୀ, ମରଣବାଦୀ ନୁହେଁ। ତେଣୁ ମୃତ୍ୟୁକୁ ତ୍ୱରାନ୍ୱିତ କରିବା ସେ ବିଜ୍ଞାନ ପକ୍ଷରେ ସ୍ୱଧର୍ମ ବିରୋଧୀ କର୍ମ। ଯେଉଁ ଧରଣର ରୋଗଗ୍ରସ୍ତ ମାନଙ୍କ ସମ୍ପର୍କରେ ପ୍ରଶ୍ନ ଉଠୁଛି, ସେମାନେ କଷ୍ଟ ପାଉଥିବା ସତ୍ୟ ହୋଇପାରେ। ଅସାଡ଼ା ଥାଇ କଷ୍ଟମୁକ୍ତ ଭାବରେ ଅଜ୍ଞାନ ଥିବା ମଧ୍ୟ ସତ୍ୟ ହୋଇପାରେ। ତେବେ ସେମାନଙ୍କ ଦାୟିତ୍ୱରେ ଥିବା ପରିବାର ପରିଜନଙ୍କ କଷ୍ଟକୁ ବିଚାରକୁ ନେବା ଏକାନ୍ତ ଆବଶ୍ୟକ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏକ ଉନ୍ନତ ଜନହିତ ଭିତ୍ତିକ ରାଷ୍ଟ୍ର ପ୍ରତ୍ୟେକ ବଡ଼ ବଡ଼ ଆରୋଗ୍ୟ ନିକେତନରେ ସେମାନଙ୍କୁ ଏକତ୍ର ରଖି ନିୟମିତ ସେବାଦାନର ଯୋଜନା ପ୍ରସ୍ତୁତ କଲେ ସେ ଦିଗରେ ସରକାରୀ ବ୍ୟବସ୍ଥା ବ୍ୟତିରେକେ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କର ସହାୟତା ମଧ୍ୟ ମିଳିବ। ମୃତ୍ୟୁବରଣ ପାଇଁ ରୋଗୀ ସମ୍ମତ ସେଭଳି ଯୁକ୍ତି କିନ୍ତୁ ସେଭଳି ମୃତ୍ୟୁକୁ ଆତ୍ମହତ୍ୟା ପର୍ଯ୍ୟାୟରୁ ସ୍ୱତନ୍ତ୍ର କରିଦେଇ ପାରିବ ନାହିଁ। କୌଣସି ପରିସ୍ଥିତିରେ ଯୋଗୀ ଋଷିମାନେ ଆତ୍ମବିସର୍ଜନ ଦେବାର ପରମ୍ପରା ରହିଛି, କିନ୍ତୁ ତାହା କ୍ଲେଶରୁ ବର୍ତ୍ତିବା ପାଇଁ ନୁହେଁ। ସେ ସମ୍ପର୍କରେ ବାରାନ୍ତରେ। ଧନ୍ୟବାଦ।